तृतीय श्रेणी वृत्ति परीक्षा 2025 ପାଇଁ ସାହିତ୍ୟର ଆଉ କେତେଟା କ୍ୱେଶ୍ଚିନ୍ ଆଜି ଡିସ୍କସ୍ କରିବା। ଆଜି ଆଶରେ ଧରିବା ଜହ୍ନ ପାଠର ଯେତେଟା ବି କ୍ୱେଶ୍ଚିନ୍ ଅଛି ତା ବିଷୟରେ ଡିସ୍କସ୍ କରିବା। ତ ଚାଲ ଭିଡ଼ିଓଟିକୁ ଷ୍ଟାର୍ଟ କରିବା। ତା ପୂର୍ବରୁ ଗୋଟିଏ ରିକ୍ୱେଷ୍ଟ, ପିଲାମାନେ ଚ୍ୟାନେଲକୁ ଲାଇକ୍ କମେଣ୍ଟ ଆଉ ସେୟାର କରନ୍ତୁ ଆଉ ସବସ୍କ୍ରାଇବ୍ ନିହାତି କରନ୍ତୁ, ଯାହାଦ୍ୱାରା ମୋର ସବୁ ଅପଲୋଡ଼ ଭିଡ଼ିଓ ପ୍ରଥମେ ତୁମମାନଙ୍କ ପାଖରେ ପହଞ୍ଚି ପାରିବ। ତ ନେକ୍ସଟ କ୍ୱେଶ୍ଚିନ୍ ହେଲା, ଆକାଶର ଜହ୍ନକୁ ପୋଖରୀରେ ଦେଖି ମାଙ୍କଡ଼ମାନେ କ'ଣ ହେଲେ? ଆଶ୍ଚର୍ଯ୍ୟ ହେଲେ, ନା ଡରିଗଲେ, ନା ଖୁସି ହେଲେ, ନା ଦୁଃଖିତ ହେଲେ? କ'ଣ ହବ? ଅପସନ୍ ଗ, ଖୁସି ହେଲେ। 2 ନମ୍ବର କ୍ୱେଶ୍ଚିନ୍ ଆସିଲା, ଓଦାରେ ଜୁଡ଼ୁବୁଡ଼ୁ ମାଙ୍କଡ଼ଟି କ'ଣ କଲା? କ'ଣ କଲା ପିଲାମାନେ? ଗଛକୁ ଚଢ଼ି ଅନ୍ୟମାନଙ୍କ ସହ ଡାଳରେ ବସିଲା। ଅପସନ୍ ଗ ହେଇଯିବ। 3 ନମ୍ବର କ୍ୱେଶ୍ଚିନ୍, ମାନେ ଚୁପଚାପ କ'ଣ ଯୋଜନା କଲେ? କ'ଣ ବୋଲି ଯୋଜନା କଲେ? ଜଣେ ଅନ୍ୟ ଜଣଙ୍କର ହାତ ଧରାଧରି ହୋଇ ଗଛରୁ ଲଟକିବେ ଓ ଚୁପଚାପ ଜହ୍ନକୁ ଧରି ପକାଇବେ। ଅପସନ୍ କରେ ଅଛି, ଏଇଟା ହେଇଯିବ ଆମର ସଠିକ ଉତ୍ତର। ନେକ୍ସଟ କ୍ୱେଶ୍ଚିନ୍, ମାଙ୍କଡ଼ମାନେ ହାତ ଧରାଧରି ହୋଇ ଡାଳରେ ଲଟକୁଥିବା ବେଳେ କ'ଣ ହେଲା? କ'ଣ ହେଲା? ଗଛ ଡାଳଟି ଭାଙ୍ଗିଗଲା। ଅପସନ୍ ଖ ହେଇଯିବ ରାଇଟ୍ ଆନ୍ସର୍। ମାଙ୍କଡ଼ମାନଙ୍କ କଥା କିଏ ଶୁଣୁଥିଲା? କୁମ୍ଭୀର, ପିମ୍ପୁଡ଼ି, ବୁଢ଼ା ମାଙ୍କଡ଼ ନା ପ୍ରଜାପତି? କିଏ? ଅପସନ୍ ଗ, ବୁଢ଼ା ମାଙ୍କଡ଼ ଶୁଣୁଥିଲା। ମାଙ୍କଡ଼ମାନେ ପୋଖରୀ ଭିତରେ କାହାକୁ ଦେଖିଲେ? ଜହ୍ନକୁ ଦେଖିଲେ। ଅପସନ୍ କ ରାଇଟ୍ ଆନ୍ସର୍। 7 ନମ୍ବର କ୍ୱେଶ୍ଚିନ୍, ମାଙ୍କଡ଼ମାନେ ଚୁପଚାପ କାହିଁକି ଯୋଜନା କଲେ? କ'ଣ ଚାପ ଯୋଜନା କଲେ? କାଳେ ଜହ୍ନ ସେମାନଙ୍କ କଥା ଶୁଣିନେବ ବୋଲି। ଅପସନ୍ ଖ ହେଇଯିବ ଆମର ସଠିକ ଉତ୍ତର। 8 ନମ୍ବର କ୍ୱେଶ୍ଚିନ୍ ଆସିଲା, ଡେଇଁ ପଡ଼ିଥିବା ମାଙ୍କଡ଼ଟି କାହିଁକି ଜହ୍ନକୁ ଧରିପାରିଲା ନାହିଁ? କ'ଣ ପାଇଁ? ତାହା ଜହ୍ନର ପ୍ରତିବିମ୍ବ ଥିଲା। ଅପସନ୍ ଗ ହେଇଯିବ ଆମର ସଠିକ ଉତ୍ତର। ମାଙ୍କଡ଼ମାନେ ପୋଖରୀରୁ କ'ଣ ଧରିପାରିଲେ ନାହିଁ? ଜହ୍ନ, ନା ପଦ୍ମଫୁଲ, ନା କଇଁ ଫୁଲ, ନା ମାଛ? କେଉଁଟା? ଅପସନ୍ କ, ଜହ୍ନ ହେଇଯିବ ଆମର ସଠିକ ଆନ୍ସର୍। ନେକ୍ସଟ କ୍ୱେଶ୍ଚିନ୍, ପୋଖରୀ ପାଣିରେ କାହାର ଛାଇ ଦିଶୁଥିଲା? ମାଙ୍କଡ଼, ନା ଗଛ, ନା ଜହ୍ନ, ନା ଆକାଶ? କାହାର ଦେଖାଯାଉଥିଲା? ଅପସନ୍ ଗ, ଜହ୍ନ ହେଇଯିବ ଆମର ସଠିକ ଉତ୍ତର। କ୍ୱେଶ୍ଚିନ୍, ପୋଖରୀ ପାଣିରେ କାହାର ଛାଇ ଦିଶୁଥିଲା? ମାଙ୍କଡ଼, ନା ଗଛ, ନା ଜହ୍ନ, ନା ଆକାଶ? କାହାର ଦେଖାଯାଉଥିଲା? ଅପସନ୍ ଗ, ଜହ୍ନ ହେଇଯିବ ଆମର ସଠିକ ଉତ୍ତର। ନେକ୍ସଟ କ୍ୱେଶ୍ଚିନ୍, ଆକାଶର ଜହ୍ନକୁ ପାଣିରେ ଦେଖି କେଉଁମାନେ ଖୁସି ହେଲେ? କେଉଁମାନେ ଖୁସି ହେଉଥିଲେ? କୁମ୍ଭୀରମାନେ, ନା ମାଙ୍କଡ଼ମାନେ, ନା ବଗମାନେ, ନା ମାଛମାନେ? କେଉଁମାନେ? ଅପସନ୍ ଘ, ମାଙ୍କଡ଼ମାନେ। ନେକ୍ସଟ କ୍ୱେଶ୍ଚିନ୍, ମାଙ୍କଡ଼ମାନଙ୍କ ଜହ୍ନ ଧରିବା କାମ କିଏ ଗଛରେ ଥାଇ ଦେଖୁଥିଲା? କିଏ ଦେଖୁଥିଲା? ବୁଢ଼ା ମାଙ୍କଡ଼ଟିଏ ଦେଖୁଥିଲା। ଅପସନ୍ କ ହେଇଯିବ ରାଇଟ୍ ଆନ୍ସର୍। ଜହ୍ନ ଧରିବା ପାଇଁ ମାଙ୍କଡ଼ମାନେ କ'ଣ କଲେ? ଅପସନ୍ ଖ, ଯୋଜନା କଲେ। ଖ ହେଇଯିବ ରାଇଟ୍। ନେକ୍ସଟ କ୍ୱେଶ୍ଚିନ୍, ମାଙ୍କଡ଼ମାନେ ପ୍ରକୃତରେ କ'ଣ ଧରିବାକୁ ଚେଷ୍ଟା କରୁଥିଲେ? କ'ଣ ଧରିବାକୁ ଚେଷ୍ଟା କରୁଥିଲେ? ଜହ୍ନ, ନା ଆକାଶ, ନା ଜହ୍ନର ପ୍ରତିବିମ୍ବ, ନା ଗଛ ଡାଳ? କ'ଣ ଧରିବାକୁ? ଅପସନ୍ ଗ, ଜହ୍ନର ପ୍ରତିବିମ୍ବଟାକୁ ସେମାନେ ପ୍ରକୃତରେ ଧରିବାକୁ ଚେଷ୍ଟା କରୁଥିଲେ। ହେଲା, ଅପସନ୍ ଗ ହେଇଯିବ ସଠିକ ଉତ୍ତର। ଜହ୍ନକୁ ପୋଖରୀ ଭିତରୁ ଧରିବା ପାଇଁ କିଏ ପୋଖରୀକୁ କୁଦା ମାରିଲା? 2ଟି ମାଙ୍କଡ଼, ନା 3ଟି ମାଙ୍କଡ଼, ନା ସମସ୍ତ ମାଙ୍କଡ଼, ନା ମାଙ୍କଡ଼ମାନଙ୍କ ମଧ୍ୟରୁ ଗୋଟିଏ ମାଙ୍କଡ଼? କେଉଁଟା ହବ? ଅପସନ୍ କ। 16 ନମ୍ବର କ୍ୱେଶ୍ଚିନ୍ ଆସିଲା, ପୋଖରୀ ଭିତରେ ଜହ୍ନ କୁଆଡ଼େ ଗଲା ବୋଲି ମାଙ୍କଡ଼ମାନେ କ'ଣ ଭାବିଲେ? କ'ଣ ଭାବିଲେ? ପାଣି ଭିତରେ ଲୁଚିଗଲା ବୋଲି ଭାବିଲେ, ନା ମାଙ୍କଡ଼ଟିର କୁଦାରେ ବୋଧ ହୁଏ ଜହ୍ନ ଡରିଗଲା? ଏଇଟା। ଅପସନ୍ ଖ ହେଇଯିବ ସଠିକ ଉତ୍ତର। ଜହ୍ନକୁ ଧରି ନ ପାରି ମାଙ୍କଡ଼ମାନେ କ'ଣ କଲେ? କ'ଣ କଲେ? ଜହ୍ନକୁ ଧରିବାକୁ ଚୁପଚାପ ଯୋଜନା କଲେ। ଅପସନ୍ କ। ମାଙ୍କଡ଼ମାନେ ଜହ୍ନକୁ କେଉଁଠାରେ ଦେଖିଲେ? ପୋଖରୀରେ। ଅପସନ୍ ଗ ହେଇଯିବ ସଠିକ ଉତ୍ତର। ନେକ୍ସଟ କ୍ୱେଶ୍ଚିନ୍, ମାଙ୍କଡ଼ମାନେ ଜହ୍ନକୁ ଧରିବା ପାଇଁ କେତେ ଥର ଚେଷ୍ଟା କରିଥିଲେ? କେତେ ଥର? 2 ଥର। ଅପସନ୍ କ ହେଇଯିବ ସଠିକ ଉତ୍ତର। ଆଶରେ ଧରିବା ଜହ୍ନ ବିଷୟରେ ଅଭ୍ୟାସ ପ୍ରଶ୍ନରେ ନାଟକ ଦେଖିବା କଥା ଶୁଣି କାହାର ଖୁସି କହିଲେ ନସରେ ବୋଲି ଲେଖାଯାଇଛି? କାହାର? ଅପସନ୍ କ, ମନୁର। କ ହେଇଯିବ ସଠିକ ଆନ୍ସର୍। 21 ନମ୍ବର, ଆଶରେ ଧରିବା ଜହ୍ନ ଗଳ୍ପରେ କେତୋଟି ମାଙ୍କଡ଼ ଲଟକି ଥିବାର ଚିତ୍ର ଦିଆଯାଇଛି? କେତୋଟି? ଅପସନ୍ ଖ, 3ଟି। ମାଙ୍କଡ଼ମାନେ ହାତ ଧରାଧରି ହୋଇ ଡାଳରେ ଲଟକୁଥିବା ବେଳେ କେଉଁ ମାଙ୍କଡ଼ଟି ଧରିଥିବା ଡାଳଟି ହଠାତ୍ ମଡ୍ କରି ଭାଙ୍ଗିଗଲା? ଅପସନ୍ କ, ପ୍ରଥମ ମାଙ୍କଡ଼ଟି ଧରିଥିବା ଡାଳଟି ଭାଙ୍ଗି ଯାଇଥିଲା। 23 ନମ୍ବର କ୍ୱେଶ୍ଚିନ୍, ଆଶରେ ଧରିବା ଜହ୍ନ ବିଷୟରେ ତୁମ ବହିର 7 ପୃଷ୍ଠାରେ ଥିବା ଚିତ୍ରରେ ଗଛରେ କେତୋଟି ମାଙ୍କଡ଼ ଥିବାର ଦେଖିଛ? କେତୋଟି? ଅପସନ୍ ଖ, 3ଟି। ନେକ୍ସଟ କ୍ୱେଶ୍ଚିନ୍,
ଆରେ କୁଆଡ଼େ ଗଲା ଜହ୍ନ ବୋଲି କିଏ କହିଲା? କିଏ କହିଥିଲା? ପହଁରୁଥିବା ମାଙ୍କଡ଼ଟି କହିଲା। ଅପସନ୍ କ ହେଇଯିବ ସଠିକ୍ ଉତ୍ତର। 25 ନମ୍ବର କ୍ୱେଶ୍ଚିନ୍, ତଳର ବିପରୀତ ଶବ୍ଦ କ'ଣ? ତଳର ବିପରୀତ ଶବ୍ଦ କ'ଣ? ଉପର। ହେଲା, ତ ଇଏ ଥିଲା 25ଟା କ୍ୱେଶ୍ଚିନ୍ର ଡିସ୍କସନ୍। ନେକ୍ସଟ ଆମେ କହିବା ଆଗରୁ କରିବା ପାଠଟି ଡିସ୍କସ୍ କରିବା। ତା ଆଗରୁ ପ୍ଲିଜ୍ ପିଲାମାନେ ଲାଇକ୍, କମେଣ୍ଟ ଆଉ ସେୟାର କର। ଲାଇକ୍ କିଛି ବି ଆସୁନି, ପ୍ଲିଜ୍ ଭିଡ଼ିଓ ଦେଖି ସାରିଲା ପରେ ଲାଇକ୍ କରନ୍ତୁ ଆଉ ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ, ଯାହାଦ୍ୱାରା ମୋତେ ଆହୁରି ଉତ୍ସାହିତ ଲାଗିବ ତମମାନଙ୍କ ପାଇଁ ଏମିତି ସବୁ ହେଲ୍ପଫୁଲ୍ ଭିଡ଼ିଓ ବନେଇବା ପାଇଁ। ଓକେ।